ଯେତେବେଳେ ଶାଶୁ ଘରେ ଗୋଟେ ଶ୍ୱଶୁର ଆଉ ଶାଶୁ କି ଏମିତି କି ସ୍ୱାମୀର ବି ଦେହ ଖରାପ ହେଲେ ସ୍ତ୍ରୀଟି ବହୁତ ସେବା କରିଥାଏ, ତାଙ୍କ ପାଖରେ ଜଗି ଜଗି ରହିଥାଏ। ଆଉ ବହୁତ ଟାଇମ ନୋଟିସ୍ କରିଥିବ ଯେତେବେଳେ ଗୋଟେ ସ୍ତ୍ରୀର ଦେହ ଖରାପ ହବ ମାନେ ବୋହୂଟିର ଦେହ ଖରାପ ହେଲେ ସବୁ ଲୋକମାନେ କୁହନ୍ତି ସେ ବାହାନା କରିକି ଶୋଇଛି, କାମ କରିବାକୁ ପଡିବ ବୋଲି ଦେଖେଇ ହେଇକି ଶୋଇଛି। ଏମିତି କହୁଥିବା ସେଇ ଲୋକମାନଙ୍କୁ ଗୋଟେ କଥା କହିବି ଆଜ୍ଞା, ସମସ୍ତଙ୍କ ଦେହ ରକ୍ତ ମାଂସରେ ଗড়ା। ଆଜି ଯଦି ତମକୁ କଷ୍ଟ ହଉଛି ତମ ଦେହ ଖରାପ ହେଲେ, ସେମିତି ସେ ବୋହୂ ହେଲେ ବି ଗୋଟେ ମଣିଷରେ ଗଣା, ତାକୁ ବି ବହୁତ କଷ୍ଟ ହୁଏ ଯେତେବେଳେ ତା ଦେହ ଖରାପ ହୁଏ। ତ ଅନୁରୋଧ କରୁଛି ଭଲ ଟାଇମରେ ସାଥ ଦିଅ କି ନ ଦିଅ, ହେଲେ ଦେହ ଖରାପ ଟାଇମରେ ଆଉ ଗୋଟେ ମଣିଷର ଖରାପ ଟାଇମରେ ତାକୁ ସପୋର୍ଟ କର, ଭଲ ପାଇବା ଦିଅ। ଦେଖିବ ତମ ଘରକୁ ସେ ଏମିତି ଚେଞ୍ଜ କରିବ ତମେ ଲାଇଫରେ କେବେ ଭାବି ବି ନଥିବ। ସବୁବେଳେ ଗୋଟେ ଜିନିଷ ମନେ ରଖିଥିବ, ନିଜର ବୋହୂକୁ ତମାନେ ଯେମିତି ସମ୍ମାନ ଆଉ ଇଜ୍ଜତ ଯେମିତି ଭଲ ପାଇବା ଦବ ନା, ସେ ତମ ଘରକୁ ସେମିତି ଗଢିବ। ଆଉ ଆଜିକା ଡେଟରେ ଲୋକମାନେ ବୁଝିପାରନ୍ତିନି, ବୋହୂ ସହିତ ଖରାପ ବ୍ୟବହାର କରନ୍ତି, ସେଥିପାଇଁ ସେମାନଙ୍କର ଘର ଭାଙ୍ଗିଯାଏ। ଅନୁରୋଧ କରୁଛି ଲାଇଫରେ ଗୋଟେ ବୋହୂକୁ ଝିଅ ପରିକା ଦେଖ, ଆଉ ତାକୁ ଲାଇଫ ଟାଇମ ଭଲ ପାଇବା ଦେଇକି ଖୁସିରେ ରଖ। କଣ ଠିକ କଥା କହିଲି ନା? ଯଦି ଠିକ କଥା କହିଥିବି ଭିଡିଓଟି ସମସ୍ତେ ସେୟାର କରିଦବ, ଆଉ ଭାଇ ପାଇଁ ନିହାତି ଲେଖିବ ଲଭ୍ ୟୁ।